27 ଜାନୁଆରୀ 2021 ହୋଇଥିବା ଆର୍ଆର୍ବି ଏନ୍ଟିପିସିର ସଠିକ୍ ପ୍ରଶ୍ନ ଆମକୁ ମିଳିସାରିଛି, ଯେପରିକି ଜିକେ, କରେଣ୍ଟ ଆଫେୟାର, ହିଷ୍ଟ୍ରି, ସାଇନ୍ସ କୋଶ୍ଚିନ୍ ଆମକୁ ମିଳିଛି। ତ ଚାଲନ୍ତୁ ସେଗୁଡ଼ିକୁ ଆମେ ଡିସ୍କସନ୍ କରିନେବା। ପ୍ରଥମ କୋଶ୍ଚିନ୍ଟି ଦେଇଥିଲା ୟୁଏନ୍ଡିପିର ହେଡ୍କ୍ୱାର୍ଟର। ତ ୟୁଏନ୍ଡିପିର ହେଡ୍କ୍ୱାର୍ଟର ରହିଛି ନ୍ୟୁୟର୍କ ସିଟିରେ। ତ ୟୁଏନ୍ଡିପିର ଫୁଲ୍ ଫର୍ମ ହେଉଛି ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ, ଯାହାକି ଫର୍ମେସନ୍ ହେଇଥିଲା 22 ନଭେମ୍ବର 1965ରେ। ଆଉ ତାର ପ୍ୟାରେଣ୍ଟ ଅର୍ଗାନାଇଜେସନ ହେଉଛି ଏକୋସସ୍। ତ ଭଲ ଭାବରେ ମନେ ରଖନ୍ତୁ, ୟୁଏନ୍ଡିପିର ଫୁଲ୍ ଫର୍ମ ହେଉଛି ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ। ଫର୍ମେସନ୍ ହେଇଥିଲା 22 ନଭେମ୍ବର 1965ରେ, ଆଉ ହେଡ୍କ୍ୱାର୍ଟର ରହିଛି ନ୍ୟୁୟର୍କରେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଆଣ୍ଟୋନିଓ ଗୁଟେରାସ୍ ବିଲଙ୍ଗ ଟୁ ହ୍ୱିଚ୍ କଣ୍ଟ୍ରି। ତ ଆଣ୍ଟୋନିଓ ଗୁଟେରାସ୍ ଯିଏକି ୟୁଏନ୍ର ସେକ୍ରେଟାରୀ ଜେନେରାଲ ଥିଲେ, ସେ ଅଛନ୍ତି। ତ ତାଙ୍କର ଯେଉଁ କଣ୍ଟ୍ରି ସେ ବିଲଙ୍ଗ କରନ୍ତି ସେଇଟା ପଚାରିଥିଲା। ତ ଆଣ୍ଟୋନିଓ ଗୁଟେରାସ୍ ବିଲଙ୍ଗ କରନ୍ତି ଲିସବନ୍ ସିଟିରୁ, ଯାହାକି ପର୍ତ୍ତୁଗାଲ କଣ୍ଟ୍ରିର। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ବାବରନାମା ବୁକ୍ ରିଟିନ୍ ଇନ୍ ହ୍ୱିଚ୍ ଲାଙ୍ଗୁଏଜ। ତ ବାବରନାମା ବୁକ୍ଟା ଲେଖା ଯାଇଥିଲା ଚାକ୍ତାଇ ତୁର୍କିକରେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ହ୍ୱିଚ୍ ଷ୍ଟେଟ୍ ପର୍ କ୍ୟାପିଟା ଇନକମ୍ ଇଜ୍ ହାଏଷ୍ଟ। ତ ପର୍ କ୍ୟାପିଟା ଇନକମ୍ ହିସାବରେ ହାଏଷ୍ଟ ହେଉଛି ଗୋଆ ଷ୍ଟେଟ୍ର। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ହ୍ୱିଚ୍ ୟୁନିଭର୍ସିଟି ଅର୍ଗାନାଇଜ୍ ପୁଲଟିଜର ପ୍ରାଇଜ୍। ତ ପୁଲଟିଜର ପ୍ରାଇଜ୍କୁ ଅର୍ଗାନାଇଜ୍ କରେ କଲମ୍ବିଆ ୟୁନିଭର୍ସିଟି, ଯାହାକି ନ୍ୟୁୟର୍କ ସିଟିରେ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ମିଶନ ଶକ୍ତି ରିଲେଟେଡ୍ ଗୋଟେ କ୍ୱେଶ୍ଚିନ୍ ଦେଇଥିଲା। ତ କ୍ୱେଶ୍ଚିନ୍ଟି ଆପଣମାନେ କମେଣ୍ଟ କରନ୍ତୁ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା 50 ଓଭର କ୍ରିକେଟ୍ ଷ୍ଟାର୍ଟସ୍ ଫ୍ରମ୍। ତ ପ୍ରଥମେ 60 ଓଭର କ୍ରିକେଟ୍ ଖେଳା ଯାଉଥିଲା। ତ 50 ଓଭର ଷ୍ଟାର୍ଟ କରାଗଲା 16 ମାର୍ଚ୍ଚ 1977 ମସିହାରୁ, ଯାହାକି ୱେଷ୍ଟଇଣ୍ଡିଜ ଆଉ ପାକିସ୍ତାନ ମଧ୍ୟରେ ହେଇଥିଲା ଆଲବିସନ୍ ସ୍ପୋର୍ଟସ କମ୍ପ୍ଲେକ୍ସରେ ଗୁଆନାରେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ହେଡ୍କ୍ୱାର୍ଟର ଅଫ୍ ୱିପ୍ରୋ। ତ ୱିପ୍ରୋର ହେଡ୍କ୍ୱାର୍ଟର ପଚାରିଥିଲା। ତ ହେଡ୍କ୍ୱାର୍ଟର ରହିଛି ୱିପ୍ରୋର ବାଙ୍ଗାଲୋର, ଯାହାକି କର୍ଣ୍ଣାଟକ ଷ୍ଟେଟ୍ରେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଖିଲାଫତ ମୁଭମେଣ୍ଟ। ତ ଖିଲାଫତ ମୁଭମେଣ୍ଟଟା ହେଇଥିଲା ଦିଲ୍ଲୀରେ 1919 ମସିହାରେ। ତ ପଚାରିଥିଲା କେଉଁ ଜାଗାରେ ହେଇଥିଲା। ତ ଦିଲ୍ଲୀ ହେଉଛି କରେକ୍ଟ ଆନ୍ସର। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ବାମ୍ବୁ ଷ୍ଟିକ୍ ମୋଷ୍ଟଲି ଫାଉଣ୍ଡ ଷ୍ଟେଟ୍। ତ ବାମ୍ବୁ ଷ୍ଟିକ୍ ମିଳେ ମୋଷ୍ଟଲି ସବୁଠାରୁ ଅଧିକ ମିଳେ ତ୍ରିପୁରାରେ, ଯାହାକି ସେ 90% ସପ୍ଲାଏ ଦେଇଥାଏ ଇଣ୍ଡିଆକୁ ଆଉ ବାହାର କଣ୍ଟ୍ରିକୁ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ହ୍ୱିଚ୍ କମିଟି ବିଲ୍ଡ ଫର୍ ସେଣ୍ଟର ଷ୍ଟେଟ୍ ରିଲେସନ୍। ତ ସେଣ୍ଟର ଷ୍ଟେଟ୍ ରିଲେସନ୍ ପାଇଁ କମିଟି ଯେଉଁ ବନା ହେଇଥିଲା ସେଇଠି ହେଇଥିଲା ସରକାରିଆ କମିଶନ, ଯାହାକି 1983 ମସିହାରେ ହେଇଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଲିଙ୍ଗରାଜ ଟେମ୍ପଲ ଇଜ୍ ଇନ୍ ହ୍ୱିଚ୍ ଷ୍ଟେଟ୍। ତ ଲିଙ୍ଗରାଜ ଟେମ୍ପଲ ରହି ତ ଏହାର ସଠିକ ଉତ୍ତର ହେଉଛି ଭୁବନେଶ୍ୱର ସିଟିରେ ରହିଛି ଲିଙ୍ଗରାଜ ଟେମ୍ପଲ, ଯାହାକି ଓଡ଼ିଶା ଷ୍ଟେଟ୍ର। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ବିଜେପି ଓନ୍ ହାଉ ମେନି ଲୋକସଭା ସିଟ୍ସ ଇନ୍ 2019। ତ 2019ରେ ବିଜେପି ଓନ୍ କରିଥିଲା 303ଟି ଲୋକସଭା ସିଟ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ଦେଇଥିଲା ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ସେସନ୍ 1919। ତ ଆଇଏନ୍ସି ସେସନ୍ ଯେଉଁ 1919ରେ ହେଇଥିଲା ସେଟା କୋର୍ଟରେ ହୋଇଥିଲା ବୋଲି ପଚାରିଥିଲା। ତ ସଠିକ ଉତ୍ତର ହେଉଛି ଅମୃତସର। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଛି ଗଭର୍ଣ୍ଣର ଜେନେରାଲ ଡ୍ୟୁରିଂ ୱିଡୋ ମ୍ୟାରେଜ। ତ ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ କେନିଂ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଯେଉଁ ହାଏଷ୍ଟ ଫଲ୍ ରହିଛି ୱାଟରଫଲ୍ ଯୋଗ ଫଲ୍, ସେଟା କୋଉଟାରେ ରହିଛି। ତ ସଠିକ ଉତ୍ତର ହେଉଛି କର୍ଣ୍ଣାଟକ ଷ୍ଟେଟ୍ରେ ରହିଛି ଯୋଗ ଫଲ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଗ୍ଲୋବାଲ ୱାଟର ସମିଟ୍ ହେଲ୍ଡ ଇନ୍ 2019। ତ 2019ରେ ଲଣ୍ଡନରେ ହେଇଥିଲା ଆଉ 2020ରେ ହେଇଥିଲା ନ୍ୟୁ ଦିଲ୍ଲୀରେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଥିଲା ଏୟାର ପଲ୍ୟୁସନ କଣ୍ଟ୍ରୋଲ ଆକ୍ଟ କେବେ ହେଇଥିଲା ଇଣ୍ଡିଆରେ। ତ ଏୟାର ପଲ୍ୟୁସନ କଣ୍ଟ୍ରୋଲ ଆକ୍ଟ ହେଇଥିଲା 29 ମାର୍ଚ୍ଚ 1981 ମସିହାରେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଛି ସାଂଘାଇ କର୍ପୋରେସନ ଅର୍ଗାନାଇଜେସନ ଇୟର। ତ ସାଂଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସିଓର ଅର୍ଗାନାଇଜେସନ କେବେ ହୋଇଥିଲା ବୋଲି ପଚାରିଥିଲା। ତ ସଠିକ ଉତ୍ତର ହେଉଛି 15 ଜୁନ 2001ରେ ହେଇଥିଲା ଏସିଓର ଏଷ୍ଟାବ୍ଲିଶମେଣ୍ଟ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ହ୍ୱିଚ୍ ଷ୍ଟେଟ୍ ଟପ୍ ଇନ୍ ୱିଣ୍ଡ ଇନଷ୍ଟଲେସନ। ତ ୱିଣ୍ଡ ଇନଷ୍ଟଲେସନରେ ଟପ୍ ଅଛି ଇଣ୍ଡିଆରେ ତାମିଲନାଡୁ ଷ୍ଟେଟ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଛି ନୀତି ଆୟୋଗ 2019 ଡେଥ୍ ରେଟ୍। ତ ନୀତି ଆୟୋଗ ହିସାବରେ 2019ରେ ଡେଥ୍ ରେଟ୍ ରହିଛି ଇଣ୍ଡିଆରେ 6.4%। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ରୁବି କେମିକାଲ ଫର୍ମୁଲା। ତ ରୁବିର କେମିକାଲ ଫର୍ମୁଲା ହେଉଛି L2O3। ତ L2O3 ହେଉଛି ରୁବିର କେମିକାଲ ଫର୍ମୁଲା, ଯାହାକି ଆଲୁମିନିୟମ ଅକ୍ସାଇଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଦ ମରାଠା ଏମ୍ପାୟାର ଏଣ୍ଡେଡ୍ ୱିଥ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ରୁଲର। ତ ମରାଠା ଏମ୍ପାୟାର ଲାଷ୍ଟ ଏମ୍ପାୟାର ବିଷୟରେ ପଚାରିଥିଲା। ତ ସଠିକ ଉତ୍ତର ହେଉଛି ପେଶୱା ବାଜିରାଓ 2 ଥିଲେ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଜିଏସଟି ଇଜ୍ ନୋନ୍ ଆଜ୍ ହ୍ୱିଚ୍ ଟାଇପ୍ ଅଫ୍ ଟ୍ୟାକ୍ସ। ତ ଜିଏସଟି ଇଜ୍ ନୋନ୍ ଆଜ୍ ଇନଡାଇରେକ୍ଟ ଟ୍ୟାକ୍ସ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଭାକ୍ରାନଗଲ ଡ୍ୟାମ୍ ବିଲ୍ଟ ଅନ୍ ହ୍ୱିଚ୍ ରିଭର। ତ ଭାକ୍ରାନଗଲ ଡ୍ୟାମ୍ଟା ବିଲ୍ଟ ହେଇଛି ଅନ୍ ଦ ରିଭର ସତଲେଜ ରିଭର। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଇଥିଲା ଏଏଲ୍ଓର ଫୁଲ୍ ଫର୍ମ। ତ ଏଏଲ୍ଓ ଫୁଲ୍ ଫର୍ମ ଗୋଟେ କମ୍ପ୍ୟୁଟର କ୍ୱେଶ୍ଚିନ୍ ଆସିଥିଲା। ତ ଏଏଲ୍ଓର ଫୁଲ୍ ଫର୍ମ ହେଉଛି ଏରିଥମେଟିକ୍ ଲଜିକ୍ ୟୁନିଟ୍।
आउ सीएलयू रो पचारे आपण माने ठीक करिवे कंप्यूटर लॉजिक यूनिट। परवर्ती क्वेश्चन देखिबा। परवर्ती क्वेश्चन देथिला आई डू व्हाट आई डू बुक राइटर। तो आई डू व्हाट आई डू बुक राइटर हेउछंती रघुराम रंजन। परवर्ती क्वेश्चन देखिबा। परवर्ती क्वेश्चन देथिला ट्राई रिलेटेड गोटे क्वेश्चन आस्थिला। तो ट्राई रो फुल फॉर्म हेउची टेलीकॉम रेगुलेटरी अथॉरिटी ऑफ इंडिया जाकी स्टैट्यूटरी बॉडी ऑफ इंडिया आउ एस्टाब्लिशमेंट हेतिला 20 फेब्रुआरी 1997 मसिया रे। परवर्ती क्वेश्चन देखिबा। परवर्ती क्वेश्चन देथिला व्हिच मिसाइल सक्सेसफुली टेस्टेड इन द ईयर 2011 बाय इंडिया डेवलप्ड बाय डीआरडीओ। तो डीआरडीओ द्वारा 2011 रे जो मिसाइल सक्सेसफुली टेस्टेड हेतिला सेटा हेतिला अग्नि आईवी। परवर्ती क्वेश्चन देखिबा। परवर्ती क्वेश्चन देथिला व्हाई टर्मेरिक कलर इज येलो। तो टर्मेरिक कलर टा कोन पे येलो बोली पचारथिला। तो सठिक उत्तर हेउची ड्यू टू प्रेजेंस ऑफ कुरकुमिन। तो कुरकुमिन प्रेजेंस जो टर्मेरिक रो कलर येलो होई थाए। परवर्ती क्वेश्चन देखिबा। परवर्ती क्वेश्चन देथिला अंत्योदय अन्न योजना राइस प्राइस। तो अंत्योदय अन्न योजना हिसाब रे राइस रो प्राइस होची पर केजी 3। परवर्ती क्वेश्चन देखिबा। परवर्ती क्वेश्चन देथिला बारोमीटर डिस्कवर्ड बाय। तो बारोमीटर को डिस्कवर करथिले एभांगेलिस्ता तोरिसेली। परवर्ती क्वेश्चन देखिबा। परवर्ती क्वेश्चन देथिला कामाख्या टेम्पल कोठर अछि बोली पचारथिला। तो कामाख्या टेम्पल रहिछि आसाम स्टेट रे। परवर्ती क्वेश्चन देखिबा। परवर्ती क्वेश्चन देथिला स्मॉलेस्ट लैंडलॉक्ड कंट्री। तो स्मॉलेस्ट लैंडलॉक्ड कंट्री हिसाब रे होछि वाटिकन सिटी। आउ सेकंड लैंडलॉक्ड कंट्री होछि स्मॉलेस्ट लैंडलॉक्ड कंट्री होछि सैन मैरिनो। फर्स्ट रहिछि वाटिकन सिटी, सेकंड रे रहिछि सैन मैरिनो। तो भला भाबरे मन रखंतु जे वाटिकन सिटी होछि फर्स्ट स्मॉलेस्ट लैंडलॉक्ड कंट्री आउ सेकंड स्मॉलेस्ट लैंडलॉक्ड कंट्री होछि सैन मैरिनो। परवर्ती क्वेश्चन देखिबा। परवर्ती क्वेश्चन देथिला द स्टडी ऑफ इंटरप्रिटेशन ऑफ एनिशिएंट इंस्क्रिप्शन नोन एज। तो एटा कुआ जाय एपिग्राफी। तो एनिशिएंट इंस्क्रिप्शन जो स्टडी करा जाय सेटा कुआ जाय एपिग्राफी। परवर्ती क्वेश्चन देखिबा। परवर्ती क्वेश्चन देथिला इन व्हिच स्टेट और यूनियन टेरिटोरी हेमिस नेशनल पार्क लोकेटेड। तो हेमिस नेशनल पार्क टा रहिछि लद्दाख जाकी यूनियन टेरिटोरी रहिछि। परवर्ती क्वेश्चन देखिबा। परवर्ती क्वेश्चन देथिला द टोटल फर्टिलिटी रेट इन 2016 इज। तो 2016 रे इंडिया रे फर्टिलिटी टोटल थिला 2.3 आउ 1991 रे थिला 3.6।